আজি কଣ୍ଟାପଡ଼ା ତହସିଲ ଅଫିସ ପ୍ରାଙ୍ଗଣରେ ଯେଉଁ ଉପ ନିବନ୍ଧନ କାର୍ଯ୍ୟାଳୟ ଆମର ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଆଭାସୀ ଜରିଆରେ ଆଜି ଓଡ଼ିଶାରେ 57ଟି ଉପ ନିବନ୍ଧନ କାର୍ଯ୍ୟାଳୟ ଆଜି ଉଦ୍ଘାଟନ କରାଯାଇଛି। ଆମର ଓଡ଼ିଶା ସରକାରଙ୍କର ଯେଉଁ ଲୋକାଭିମୁଖୀ ଏବଂ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରୁ ଇଏ ଗୋଟେ ମଧ୍ୟ ବହୁତ ବଡ଼ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମ। ଦେଖନ୍ତୁ, ଲୋକେ ଆଗରୁ ରେଜିଷ୍ଟ୍ରେସନ କରି ବିଭିନ୍ନ ଅଞ୍ଚଳକୁ ଯାଉଥିଲେ, ଯେମିତି ଆମର କଣ୍ଟାପଡ଼ା ବ୍ଲକର ରହମ୍ବା, ତୁଣ୍ଡା ଆଉ ବଳଦା এই ଗ୍ରାମର ଲୋକମାନେ ଜଗତସିଂହପୁର ଯାଉଥିଲେ ଗୋଟେ ଜମି କିଣିବାକୁ ହେଲେ କିମ୍ବା ବିକିବାକୁ ହେଲେ ରେଜିଷ୍ଟ୍ରେସନ ପାଇଁ ଯାଉଥିଲେ। କେତେ ହଇରାଣ ତ କିନ୍ତୁ ଆଜି ଏହା ଦ୍ୱାରା ଆଉ ଯିବାକୁ ପଡ଼ିବ ନାହିଁ। ଏଠି କଣ୍ଟାପଡ଼ାରେ ଆସିକିରି ପହଞ୍ଚିକିରି ରେଜିଷ୍ଟ୍ରେସନ କରିପାରିବେ। ଇଏ କେତେ ବଡ଼ ସୁବିଧା ଜିନିଷ। ଆଜି ସାରା ଓଡ଼ିଶାରେ ଯେଉଁ 57ଟି ଖୋଲାଗଲା, ତାମାନେ ବିଭିନ୍ନ ଅଞ୍ଚଳରେ ଯେଉଁ ସମସ୍ୟା ଥିଲା ତାହା ଆଜି ସମ୍ପୂର୍ଣ୍ଣ ହୋଇଛି। ତ ବିଭିନ୍ନ ସବୁ ଯେତେ ଓଡ଼ିଶାରେ ତହସିଲ ଅଫିସ ଅଛି, ସବୁ ତହସିଲ ଅଫିସରେ ଏ କାର୍ଯ୍ୟକ୍ରମ ଆରମ୍ଭ ହେଲା। ଆଉ ମୁଁ ଭାବୁଛି ଅଳ୍ପ କିଛି ଯଦି କୋଉଠି ରହିଥିବ ସରକାର ପର ମୁହୂର୍ତ୍ତରେ କରିବେ। କିନ୍ତୁ ଏହାଦ୍ୱାରା ଆମର ଲୋକ ତ ଯାହା ସୁବିଧା ପାଇଲେ, ଯାହା ଏବେ ତହସିଲଦାର ମହୋଦୟ କହୁଥିଲେ ଯେ ଲୋକମାନଙ୍କୁ ସଚେତନ କରିବାକୁ ପଡ଼ିବ, ଏଇଟା ସତ୍ୟ କଥା। ସେ ସତ୍ୟ କଥା କହିଛନ୍ତି। ମୁଁ 18 ମାସ ଭିତରେ ମୋର ଭାଗ୍ୟ ଭଲ ଯେ ମୁଁ କଣ୍ଟାପଡ଼ା ବ୍ଲକ ହଉ, ନିଆଳି ବ୍ଲକ ହଉ, ବାରଙ୍ଗ ବ୍ଲକ ହଉ, ମୁଁ ଭଲ ଅଧିକାରୀ ପାଇଛି। ସେ ତହସିଲଦାର ହୁଅନ୍ତୁ, ବିଡ଼ିଓ ହୁଅନ୍ତୁ, ଏପିଡ଼ିଓ ହୁଅନ୍ତୁ, ସିଡି ହୁଅନ୍ତୁ, ଏମଆଇ ହୁଅନ୍ତୁ, ଯେଉଁ ଅଧିକାରୀ ବିଭିନ୍ନ ଯୋଜନା ଯେଉଁ ଆମର ଲକ୍ଷ୍ୟ ଅଛି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ, ସେ ପ୍ରାୟ ପହଞ୍ଚୁଛି। ଆଉ ଯେଉଁଠି ନ ପହଞ୍ଚୁଛି ବିଭିନ୍ନ ଅଭିଯୋଗ ଆସିଲେ ଓ ସେ ଅଭିଯୋଗ ଆସିଲେ ସାଙ୍ଗେ ସାଙ୍ଗେ ବିଭାଗୀୟ ଅଧିକାରୀ ଯେ ସେ ଦାୟିତ୍ୱରେ ଅଛନ୍ତି ତାକୁ ମୁଁ କୁହେ ଆଉ ସେ କାମ ବିଷୟରେ କରନ୍ତୁ। ଯଦି ସେଇଟା ଯୋଜନାର ନିୟମରେ ଥିବ, ତ ମୁଁ ଆଜି ଯାଇ କାହିଁ ଯୋଜନାରେ ନିୟମ ଥିବା ଜିନିଷ ଦିଆଯାଉଛି, ଯେଉଁଟା ନିୟମ ନାହିଁ ସେଇଟା ଦେଇ ହୁଏ। ସେଥିପାଇଁ ମୁଁ 3ଟା ବ୍ଲକ ଆଉ 3ଟା ଯେଉଁ ତହସିଲ ଅଫିସ ଅଛି ସମସ୍ତଙ୍କୁ ମୁଁ ଧନ୍ୟବାଦ ଏବଂ ଶୁଭେଚ୍ଛା ଜଣାଉଛି। ଏଇଭଳି ଭାବରେ ଆମର କାର୍ଯ୍ୟ ଚାଲୁ ରହୁ। ଆଉ ଯେଉଁ ଦଶଦାର କହିଲେ ସଚେତନ କଥା, ଆମେ ଯେଉଁମାନେ ଶିକ୍ଷିତ, ଆମେ ଯେଉଁମାନେ ଜାଣିଛେ ଲୋକଙ୍କୁ ତାକୁ ଜଣେଇବା ଦରକାର। କାହିଁକିନା ବହୁତ ଲୋକ ଭୁବନେଶ୍ୱର ଯାଇକରି ମୋତେ ବେଶୀ କମ୍ପ୍ଲେନ୍ ଆସେ ତହସିଲ ଅଫିସ, ବ୍ଲକ ଅଫିସଠୁ ବେଶୀ ତହସିଲ। ମୋର ସେ ପଟ୍ଟା ହେଲାନି, କାର୍ଡ ସେଣ୍ଟର ହେଲାନି, ଅମକ ହେଲାନି, ଥମକ ହେଲାନି। କିନ୍ତୁ ପ୍ରକୃତରେ ସେମାନେ ଯଦି ଜାଣୁଥାନ୍ତେ କହନ୍ତି, ପ୍ରାୟତଃ ମିଳିଯାଉଛି। ଏ ଜମି ଗୋଟେ ପାର୍ଟିସନ୍ ହଉ, ଡିମାର୍କେସନ୍ ହଉ, ସବୁ ଜିନିଷ ଆୱାରନେସ୍ କରିବାର ଆବଶ୍ୟକ ଅଛି। କାହିଁ ମୋ ପାଖରେ ଏବେ ଅଫିସର ଖରାପ ବୋଲି କମ୍ପ୍ଲେନ୍ ଆସିନି। ସୀମିତ ଭଲ ଖରାପ କହିବେ। ତେଣୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଏସବୁ କାମ ଭିତରେ ବି ଗୋଟେ କଥା ମୋର ମନେ ପଡ଼ିଗଲା। କାଲି ବହୁତ ଭଲ ଆମର ନିଆଳି ନିର୍ବାଚନ ମଣ୍ଡଳୀ ତରଫରୁ ଆମର ଲୋକପ୍ରିୟ ଆମର ଉପମୁଖ୍ୟମନ୍ତ୍ରୀ ଯିଏକି ଆମ ନିଆଳି ମାଟିର ଝିଅ, ବହୁତ ଭଲ ସମ୍ବର୍ଦ୍ଧନା କଣ୍ଟାପଡ଼ା ବ୍ଲକ ତରଫରୁ ଦିଆହେଇଥିଲା।
ବ୍ଲକ ତରଫରୁ ମଧ୍ୟ ବଡ଼ ନିଆଳି ତରଫରୁ ମଧ୍ୟ ଭଲ ସମ୍ବର୍ଦ୍ଧନା ଦିଆଗଲା। ସେ ବି ବହୁତ ଖୁସି ହେଇକିରି ମୋତେ କହିଲେ ଯେ ଛବି ବହୁତ ନିର୍ବାଚନ ମଣ୍ଡଳୀ ମୁଁ ଯାଇଛି, କିନ୍ତୁ ନିଆଳି ସମ୍ବର୍ଦ୍ଧନାଟା ସମ୍ପୂର୍ଣ୍ଣ ନିଆରା ଆଉ ସବୁଠୁ ଭଲ ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସମସ୍ତ ସାଧାରଣ ଲୋକଙ୍କୁ ମୁଁ ଧନ୍ୟବାଦ ଦେବି, ଯାହା ହଉ ବହୁତ କମ୍ ସମୟରେ ଆପଣମାନେ ଏଭଳି କାର୍ଯ୍ୟକ୍ରମ କଲେ। ମୁଁ ଆହୁରି ଖୁସି, ଆପଣ କହିଲେ ବିଶ୍ୱାସ କରିବେ ନାହିଁ, କାଲି ଯେତେବେଳେ ତହସିଲଦାର ମଞ୍ଚରେ କହିଲେ, ତହସିଲଦାର ନିଜେ ବି କନଫର୍ମ ନଥିଲେ କାଲି ମାନେ ଡାକିବେ କ'ଣ କଲେ, ଜିଲ୍ଲାରୁ ଇନଷ୍ଟ୍ରକ୍ସନ୍ ଆସିନଥିଲା, କିନ୍ତୁ ଜିଲ୍ଲାରୁ ଏଡିଏମ୍ ମୋତେ ଫୋନ୍ କରି କହିଲେ ଯେ ଆପଣ ଯିବେ, ଟିକେ ଗଲେ ଭଲ ହେବ, ମୁଖ୍ୟମନ୍ତ୍ରୀ ଏଇଟାକୁ ଉଦ୍ଘାଟନ କରିବେ। ଆଚ୍ଛା, ମୁଖ୍ୟମନ୍ତ୍ରୀଙ୍କ ନାଁ ଶୁଣିଲେ ତ ଯୋଉଠି ଥିଲେ ଆସିବାକୁ ପଡ଼ିବ। ତ ତା ପୂର୍ବରୁ ମୋତେ ତହସିଲଦାର କହିଲେ ଯେ ନା କାଲି ଆପଣ ଆସିବେ, ମୁଁ କହିଲି ମୁଁ ନିଶ୍ଚିତ ଯିବି। ତେଣୁ ଆଜି ପ୍ରାୟ ଓଡ଼ିଶାରେ ବହୁତ ଜାଗାରେ ବିଧାୟକମାନେ, ମନ୍ତ୍ରୀମାନେ, ଉପବାଚସ୍ପତି ସମସ୍ତେ ଆଜି ପ୍ରେଜେଣ୍ଟ ରହିକି ମୁଖ୍ୟମନ୍ତ୍ରୀଙ୍କର ଏଇ କାର୍ଯ୍ୟକ୍ରମକୁ ଉତ୍ସାହିତ କରିଛନ୍ତି। କାଲି ଯେହେତୁ କମ୍ ସମୟ ନଥିଲା, କାଲି ପୁଣି ଡେପୁଟି ସାହେବ ମୋତେ ନିମାପଡ଼ା ଡାକିଲେ, ମୁଁ ନିମାପଡ଼ା ଗଲି। ସେଇ ଯୋଗୁଁ ଆମେ ଆଜି ସବୁ ଜାଗାରେ କାର୍ଯ୍ୟକର୍ତ୍ତାମାନଙ୍କୁ ଜଣେଇ ପାରିଲେ ନାହିଁ। ମୁଁ ସେଠି ଭାବିଥିଲି ଯେତିକି ଅଳ୍ପ ହଉ ଆମେ ଗୋଟେ ଯେହେତୁ ମୁଖ୍ୟ ଆମେ କରିଦେବା। ଏସବୁ ଭିତରେ ବିଭିନ୍ନ ଡାଇଲଗ୍ର ଫୋନ୍ ବି ଆସେ। କାଲି ଗୋଟେ ଡାଇଲଗ୍ ଫୋନ୍ ମୋ ପାଖକୁ ଆସିଥିଲା ଯେ ମୁଁ ଅମକ ପଞ୍ଚାୟତର ଅମକ ଲୋକ, ମୁଁ ଜାଣିପାରିଲିନି, ଆଉ 2029ରେ ଦେଖାହେବ। ମୁଁ କହିଲି ଭାଇ ଧନ୍ୟବାଦ ତୁମକୁ ଏ ବ୍ୟବହାର ପାଇଁ, ଆଉ ମୁଁ ଭାବୁଛି 2029 ପୂର୍ବରୁ ଥରେ ଦେଖାହେଲେ ଭଲ ହୁଅନ୍ତା। ତେଣୁ ଏଇଭଳିଆ ଆସିବ, ତେଣୁ ଏଭଳି ଚିନ୍ତା କରିବାର ନାହିଁ। ଆମେ କିଛି ଭଲ କାମ କରିବାକୁ ହେଲେ ବିଭିନ୍ନ ଲୋକଙ୍କଠୁ ବିଭିନ୍ନ ଜିନିଷ ଶୁଣିବାକୁ ପଡ଼ିବ। ଏଠୁ ଯେଉଁ ଅଫିସର ମାନେ ବସିଛନ୍ତି ସେମାନେ ବି ଶୁଣୁଛନ୍ତି, କାମ ବି କରୁଛନ୍ତି, ସେମିତି ଆମର ବି ସେଇ ଅବସ୍ଥା। ତେଣୁ ମୁଁ ଯଦି ନିଜ କଥା ଭାବେ ସେତେବେଳେ ମୁଁ ଅଫିସରଙ୍କ କଥା ଭାବେ। ପ୍ରକୃତ ଆମକୁ ଯଦି ଲୋକ କହୁଛନ୍ତି ଅଫିସରଙ୍କୁ କାହିଁ ନ କହିବେ। ତେଣୁ ଇଏ ବ୍ଲକ ତହସିଲ ଚାକିରି ଆଉ ବିଧାୟକ ହବା ଇଏ ମୋତେ ଲାଗୁଛି କାହିଁ ଇକ୍ୱାଲ। ଯାହା କାମ ନ ହବ ବ୍ଲକକୁ ଗାଳି କରିବେ, ଯାହା ନ ହବ ତହସିଲଦାର। ଆଉ ଯେତେବେଳେ ଇଏ ବ୍ଲକ ତହସିଲଦାର ଫେଲ୍ ହେଲା, ବିଧାୟକକୁ ମାଡ଼, ବିଧାୟକଠୁ ଫେଲ୍ ହେଲା, ଆଉ କୁଆଡ଼େ ଯିବାର ନାହିଁ। ଧନ୍ୟବାଦ ବହୁତ ଆପଣଙ୍କର ସମସ୍ତଙ୍କୁ ଧନ୍ୟବାଦ ଏତେ ସମୟ ଧରି ରହିଲେ। ଆଗକୁ ଆମେ ଏଇଭଳି ଭାବରେ ସମସ୍ତେ ମିଳିମିଶି କାମ କରିବା, ଅଫିସର ମାନଙ୍କୁ ବି ସହଯୋଗ କରିବା। ଅଫିସର ମାନେ ବି ମଣିଷ, ତେଣୁ ତାଙ୍କୁ ଭଲ ବ୍ୟବହାର ଦେଖି ଭଲ କାମ କରିବା, ଏଇ ଆଶା ରଖି ମୁଁ ମୋର କାର୍ଯ୍ୟକର୍ତ୍ତା ଏବଂ ଏଠି ବସିଥିବା ମଞ୍ଚରେ ସମସ୍ତ ଅଫିସରକୁ ବିଦାୟ ନେଉଛି। ଧନ୍ୟବାଦ। ଆମର ଯେତିକି ଏଠି କାର୍ଯ୍ୟକର୍ତ୍ତା ଅଛନ୍ତି ସମସ୍ତଙ୍କୁ ଅନୁରୋଧ କରୁଛି, ଯୋଉ ପଞ୍ଚାୟତରେ ବି ଯୋଉ ୱାର୍ଡରେ ହଉ ଯଦି ଭୂମିହୀନ ଲୋକ ଅଛନ୍ତି ତାଙ୍କୁ ସାଙ୍ଗେ ସାଙ୍ଗେ ତହସିଲଦାର ପାଖରେ ପହଞ୍ଚାନ୍ତୁ, ଆପ୍ଲାଏ କରନ୍ତୁ, ନିଶ୍ଚିତ ପାଇଯିବେ। ଆମ ପ୍ରତ୍ୟେକ ବ୍ଲକରେ ଆମ ସରକାର ବି ଭୂମିହୀନ ନୁହଁ, ତେଣୁ ଆମର ସହଯୋଗ ନହେଲେ ସେଇଟା ହେଇପାରିବନି।